ବର୍ତ୍ତମାନ ପର୍ଯ୍ୟନ୍ତ ସେବତୀର ଡାଳ ଲଗେଇ ନାହାନ୍ତି କି? ତାହେଲେ ଡେରି ନକରି ଏବେ ହିଁ ଲଗେଇ ଦିଅନ୍ତୁ। ଯଦି ଡାଳ ଲଗେଇଥିଲେ ସେଥିରେ ଚେର ଆସିଗଲାଣି ତାହେଲେ ତାକୁ ବର୍ତ୍ତମାନ ରିପୋର୍ଟିଂ ମଧ୍ୟ କରିଦିଅନ୍ତୁ। ଆଉ ଯଦି ଆପଣ ଚାରା ପ୍ରସ୍ତୁତ କରିକି ତାକୁ ରିପୋର୍ଟିଂ ମଧ୍ୟ କରିଥିଲେ ତାହେଲେ ବର୍ତ୍ତମାନ ସେଥିରେ ପିଞ୍ଚିଂ କରିବା ସହିତ କିଛି ଖତ ମଧ୍ୟ ଦେଇ ଦିଅନ୍ତୁ। ବର୍ତ୍ତମାନ ଆପଣ ପ୍ଲେନ୍ ଗୋବର ଖତ ଦିଅନ୍ତୁ। ଯଦି ଗୋବର ଖତ ନାହିଁ ତାହେଲେ ଯେକୌଣସି ଖତ ଆପଣଙ୍କ ପାଖରେ ଅଛି ସେଥିରୁ ମାତ୍ର 1 ଚାମଚ ଆପଣ ସେବତୀ ଗଛରେ ଦିଅନ୍ତୁ। ଏହା ସହିତ ତାର ମାଟିରେ ଆପଣ ହଳଦୀ ପାଉଡର କିମ୍ବା ଫଞ୍ଜିସାଇଡ୍ ପାଉଡରକୁ ନିହାତି ଦିଅନ୍ତୁ। ସେବତୀ ଗଛରେ ବହୁତ ଜଲ୍ଦି ଫଙ୍ଗସର ଆଟାକ୍ ହେଇଥାଏ, ସେଥିପାଇଁ ତାର ମାଟିରେ ପ୍ରତି 7 ରୁ 8 ଦିନରେ 1 ଥର କିଛି ଫଞ୍ଜିସାଇଡ୍ ପାଉଡର ହେଲା କିମ୍ବା ହଳଦୀ ପାଉଡର ଦେବା ନିହାତି ଜରୁରୀ। ଏହା ସହିତ ଗଛରେ ଯାହା ବି ସବୁ ଖରାପ ପତ୍ର ଥିବ ତାକୁ କାଟିଦେବେ। ପ୍ରତି 7-8 ଦିନରେ 1 ଥର ଲେଖି ଗଛରେ ଫଞ୍ଜିସାଇଡ୍ ପାଉଡର ହେଉ କିମ୍ବା ହଳଦୀ ପାଉଡର ଆପଣ ସ୍ପ୍ରେ କରିବେ କିମ୍ବା ଏଭଳି ଭାବେ ଖାଲି ହଳଦୀ ପାଉଡରକୁ ନେଇକି ଗଛ ଉପରେ ଛିଞ୍ଚିଦେବେ। ଏ ବିଷୟରେ ଡିଟେଲ ଭିଡିଓଟି ସେୟାର କରିସାରିଛି, ଚାହିଁଲେ ସେଇ ଡିଟେଲ ଭିଡିଓଟିକୁ ଆପଣମାନେ ଦେଖିପାରିବେ।